नमस्कार जय जगन्नाथ। भाविली गोटे भिडियोटे करी तो से समान कथा कहबी आज आहुरी बड़ गोटे खुलासा करी वीडियो को स्किप करें फास्ट रु लास्ट पर्यंत देखिए। तो किसी ब्लॉग आणुनी आपन सहित किसी कथा शेयर करी बहुत इंटरेस्टिंग जो महिला पर मु वीडियो बनाऊली देखु काली संध्या बेले गोटे फोन आसला 7:30 ରୁ 8ଟା ଭିତର ସମୟର କଥା ଗୋଟେ ଅଦର ନମ୍ବରରୁ କଲ୍ ଆସିଲା। ସେ ମହିଳା ମୋ ସାଙ୍ଗେ ଆଲୋଚନା କରିବ ବସିକି କଥା ହେବାର ପ୍ଲାନିଂ କରିଥିଲା। ମୁଁ ମନା କଲି, ମୁଁ କହିଲି ତୋର ଗାର୍ଡ଼ିଆନ୍ ନାହିଁ। ଗାର୍ଡ଼ିଆନ୍ କିଏ? ତାର ସ୍ୱାମୀ, ତା ସ୍ୱାମୀ ସହିତ କଥା ହେବ ଯେଉଁ ଦୁଇ ଜଣ ଏଥିରେ ମାଷ୍ଟର ମାଇଣ୍ଡ କରିଥିଲେ। ତ ସିଏ ନାହିଁ, ମୁଁ କାହା ସାଙ୍ଗେ କଥା କହିଲା ମୋର ଜଣେ ମାମୁଁ ଅଛନ୍ତି ମୁଁ ଡକେଇବି। ମୁଁ କହିଲି କେଉଁ କ'ଣ ଡକେଇବୁ ଏମିତି କହିକି ମୁଁ ଫୋନ୍ କାଟିଦେଲି। ମୋତେ କାହିଁ କିଛି କଥାବାର୍ତ୍ତାରେ ଗୋଟେ ଡାଉଟ୍ ଆସିଲା, ମୋ ମାଇଣ୍ଡରେ ଆସିଲା ଯେ ଇଏ ଗୋଟେ ଅଲଗା କିଛି ପ୍ଲାନିଂ। ମୁଁ ଯେତେବେଳେ ସେଇ ନମ୍ବରରୁ କଲ୍ ବ୍ୟାକ୍ କଲି ସେ ପୁରୁଷ ଜଣକୁ ଉଠେଇଲା। ମୁଁ କହିଲି ଆଜ୍ଞା ଏଇ ନମ୍ବରରୁ ଏବେ କଲ୍ ଆସିଥିଲା, ଆପଣ ତାର କ'ଣ ହେବେ? ସେ କହିଲେ ମୁଁ ତାର ମାମୁଁ ହେବି। ମୁଁ କହିଲି ଆପଣ କେଉଁଠି ରହନ୍ତି? ନା ମୁଁ ଦିଲ୍ଲୀରେ ରୁହେ। ମୁଁ କହିଲି ଏବେ ଜଷ୍ଟ ଓଡ଼ିଶାରେ ଆପଣ ତା ପ୍ରେଜେଣ୍ଟରେ ରହିକି ତା ସାଙ୍ଗରେ ରହିକି ଆପଣ ଏକାଠି ରହିକି ଫୋନ୍ କରାକରି ହେଇଥିଲେ? ନା ହଁ ମୁଁ ଆଜି ଆସିଲି। ଏଇ ଯେଉଁ ଭାଣେଜୀ ଜଣକ ଯିଏ ଡୁପ୍ଲିକେଟ୍ ମାମୁଁ ଭାଣେଜୀର ନାଁ ଦିଆ ହେଇଛନ୍ତି, ଇଏ ଯେଉଁ କାମ କରୁଛି ସେଠୁ ରାତି ଅନ୍ଧାରେ ଯେତେବେଳେ ସଡ଼କ ରୋଡ଼ରେ ଫେରିଛି ମାମୁଁ ଆସିକି ଫ୍ଲାଇଟ୍ରେ ଓହ୍ଲେଇଛନ୍ତି। ଆଙ୍କର କାମ ସରିଲା ପରେ ମାମୁଁ ଭାଣେଜୀ ପ୍ଲାନିଂ କରୁଛନ୍ତି, ସେଟିଂ କରୁଛନ୍ତି ମୋ ପାଖକୁ ପ୍ଲାନ୍। ମୁଁ ଯେତେବେଳେ ସେ ମାମୁଁଙ୍କୁ କିଛି କଥା କହୁଥିଲି ସେ ମାମୁଁ ଗୋଟେ କ୍ୱେଶ୍ଚିନ୍ ମୋତେ ଇଣ୍ଟରେଷ୍ଟିଂ କ୍ୱେଶ୍ଚିନ୍ କଲେ, ଗୋଟେ ମାନେ ସିଭିୟର କ୍ୱେଶ୍ଚିନ୍ କରିଛନ୍ତି ଯେଉଁଟା ଏବେ ଖେଳର ମଜା। ତ ଆପଣ ଏଠି ଭାବନ୍ତୁ, ଯଦି ସିଏ ମାମୁଁ ଜଣେ ଯଦି ଲିଗାଲି ମାମୁଁ ବ୍ଲଡ଼ ରିଲେସନ୍ର ମାମୁଁ, ସେ ନିଶ୍ଚିତ ଗୋଟେ ପ୍ରୋବ୍ଲେମକୁ ସର୍ଟ ଆଉଟ୍ କରିବ। ଯଦି ତା ଭାଣେଜୀର ଭୁଲ ଜଘନ୍ୟ ଅପରାଧ ଅଛି ସେ ଚାହିଁବ ତା ତ ଯଦି ସିଏ ମାମୁଁ ତାହେଲେ ନିଶ୍ଚିତ ଜଣେ ସମ୍ମାନ ସୁସମ୍ମାନରେ ସମ୍ମାନର ସହିତ ଇଜ୍ଜତର ସହିତ ଗୋଟେ ଝିଅକୁ ରକ୍ଷା କରିବାକୁ ଚେଷ୍ଟା କରିବ। ଇଏ ଯଦି ଝିଅ ସିଏ ଯଦି ବାପ, ତାହେଲେ ଏ କ୍ୱେଶ୍ଚିନ୍ କେମିତି କଲା? ତା ପାଖରେ କ'ଣ ଏଭିଡେନ୍ସ ଅଛି, କ'ଣ ପ୍ରୁଫ୍ ଅଛି? ଆଚ୍ଛା ଇଏ ଯଦି ଭାଣେଜୀ, ଇଏ ଯଦି ତାର ଝିଅ, ମାମୁଁ ଭାଣେଜୀର ସମ୍ପର୍କ କେତେ ଉଚ୍ଚରେ ଅଛି ଭାବନ୍ତୁ। ଯଦି ଇଏ ଝିଅ, ଇଏ କେମିତି ତା ବିନା ଗାର୍ଡ଼ିଆନକୁ ଛାଡ଼ିକି ଇଏ ମାମୁଁକୁ ଅତି ଅଶ୍ଳୀଳ କଥା କହିଛି। ଯେଉଁ ମାମୁଁ ଜଣକ ପ୍ରୁଫ୍ କରିଛନ୍ତି ମୋତେ ସବୁ ଭାଣେଜୀ କହିଛି ଏବଂ ବ୍ଲାକମେଲ୍ ବିଭିନ୍ନ ପ୍ରକାର କଥା ଯେଉଁଟା ମୁଁ ଏବେ କହିବିନି। ତ ଏଇ ଜିନିଷଟା ସେ କହିଛି, ମୁଁ ତାକୁ ପ୍ରଶ୍ନ କରିଛି ସେ ଜାଗାରେ, ତ ତୁମେ କେମିତି ଜାଣିଲ, ତମେ ଏଇ କଥା କେମିତି କହିଲ? ସେ କହିଛି ୟାର ନା ଇଏ ମୋତେ କହିଛି ଯେ କିଛି ସମୟ ଭିତରେ ଯେତେବେଳେ ଆକୁ କଲ୍ କଲି ଏମାନେ ସାଙ୍ଗ ହେଇକି ଗୋଟେ କିଛି କାମରେ ବ୍ୟସ୍ତ ଥିଲେ, ଏଇ ଯେଉଁ ଦୁଇ ଜଣ ଓରିଜିନାଲ ଡୁପ୍ଲିକେଟ୍ ମାମୁଁ ଭାଣେଜୀ। ତେଣୁ ତାର ବହୁତ ଧରମ ଭାଇ ଅଛନ୍ତି, ଧରମ ମାମୁଁ ଅଛନ୍ତି। ଏ ମାମୁଁ ଜଣକ କିଏ ନୂଆ ଟ୍ୱିଷ୍ଟ ଆସିଛି ୟା ଭିତରେ। ଯେତେବେଳେ ଏସବୁ ମୁଁ ତାକୁ ଫୋନ୍ କଲି କଥାଟି ପଚାରିବା, 8-10 ଥର ରିଙ୍ଗ କଲା ପରେ ସେ କଲାନି। ବହୁତ ଗ୍ୟାପ୍ ସମୟ ସେମାନେ ନେଇଛନ୍ତି, ରାସ୍ତା କଡ଼ରେ ବହୁତ ଗ୍ୟାପ୍ ସମୟ ନେଇଛନ୍ତି, ଫୋନ୍ ରିସିଭ୍ କରୁନାହାନ୍ତି। 10:30ରୁ 11ଟା ଭିତରେ ରାତିରେ ସେ ଫୋନ୍ ରିସିଭ୍ କରିଛି। ଯେତେବେଳେ ସେମାନେ ଅଲଗା ଅଲଗା ହେଇଛନ୍ତି ଫୋନ୍ ମୋର ରିସିଭ୍ କରିଛନ୍ତି। ଏମାନେ ରିସିଭ୍ କରିନି, ଭିନ୍ନ ଭିନ୍ନ କଥାର ତାଳମେଳ କହୁନି। ମାମୁଁ କହିଛି ମୁଁ ଦିଲ୍ଲୀରୁ ଆସିଛି, ଆଜି ପହଞ୍ଚିଲି, ଆଜି ଫ୍ଲାଇଟ୍ରେ ଆସିକି ମାମୁଁ ପହଞ୍ଚି ଯେତେବେଳେ ଅନ୍ଧାରେ ରୋଡ଼ରେ ସାଇଡ଼ରେ ଆସୁଥିଲା ଚୁଟି ହେଇକି ପଏଣ୍ଟ। ତାପରେ ମୋ ଘରକୁ ଫୋନ୍ କରିକି କହିଛନ୍ତି ଯେ ମୋର ଜଣେ ମାମୁଁ ଆସିବେ। ତା ନିଜର ଯିଏ ଲୋକ, ଯେଉଁ ଲୋକଟି ଆକୁ ରଖିଛି ସ୍ୱାମୀ, ତାକୁ ଏଠୁ ଭଗେଇ ଦେଇଛି, ତାକୁ ଏଠି ରଖିନି କାରଣ ସୁବିଧା ହେବ ବୋଲି। ତ ଯେତେବେଳେ ସିଏ ଏଠି କିଛି ଦିନ ରହୁଛି ସେତେବେଳେ ସବୁ ବନ୍ଦ ରହୁଛି, ଯେତେବେଳେ ସିଏ ଏଠୁ ପଳାଉଛି ସେଇଥିପାଇଁ ସେଇ ଜାଗାକୁ ଅଛି ଆଉ ସେଠି ତାକୁ ରଖିଛି। ଭାବନ୍ତୁ ତାର ଚାକିରି ନାହିଁ, କିଛି କାମ ନାହିଁ, ସିଏ ତାକୁ ସେଠି ରଖିକି ଏଠି ଏକଲା ରହୁଛି। କ'ଣ ପାଇଁ ରହୁଛି? ବହୁତ ଜିନିଷ ଅଛି, ବହୁତ ଜିନିଷ ଯେଉଁଟା ପାଦ ତଳୁ ମାଟି ଖସିବ। ଆଚ୍ଛା ସେଇ ମାମୁଁକୁ ଆଜି ଆମର କଲ୍ କଲା, ସୁଇଚ୍ ଅଫ୍ କରିଦେଇଛି, ଲୁଚିକି ରହିଛି। ସେ ମାମୁଁ କାଲି ବହୁତ ବୀରର ଜବାବ ଦେଇଥିଲା। ଯଦି ଜବାବ ଦେଇଥିଲା ତାର ଓକାତ ଅଛି ତ ଆସିବା ଦରକାର, ଆସିନି। ତୁ କିଏ ମାମୁଁ, କୋଉଠିକାର ମାମୁଁ? ମୋତେ ସେ ଝିଅଟି କହିଛି, ସେ ଯେଉଁ ଲେଡ଼ିସ୍ଟି, ଯେଉଁ ସ୍ତ୍ରୀ ଲୋକ, ମୋ ସାଙ୍ଗର ବାପାର ସାଙ୍ଗ। ମାନେ କଥାଟାକୁ ନୋଟ୍ କରନ୍ତୁ, ମୁଁ ରେକର୍ଡ଼ିଂ କରିଛି କଥାଟିକି। ସାଙ୍ଗର ମୁଁ ସେ ଝିଅଟିକି କାଲି ରାତିରେ ବହୁତ ବୁଝେଇଲି। ଯେତେବେଳେ ସେ କାନ୍ଦି ବୋବେଇକି କିଛି କହିଲା, ଗିଡ଼ିଗିଡ଼ି ହେଲା, କିଛି ଆଉ ହେଇଗଲା, ମୁଁ ମାଇଣ୍ଡ ମେକଅପ୍ କରିଥିଲି, ଛାଡ଼ ମୁଁ ସର୍ଟ ଆଉଟ୍ କରିବି। ମୁଁ ଯଦି ବି ଆଇନିକ ର ହେଲ୍ପ ନେଉଛି କେସ୍ ଦେଇଦେବି। କେସ୍ଟା ସେଇଠି ସେମାନେ କେମିତି କମ୍ପ୍ରମାଇଜ୍ କରି ତା ସ୍ୱାମୀ ଆସୁ, ତା ଗାର୍ଡ଼ିଆନ୍ ହେଉଛି ତା ସ୍ୱାମୀ। ତ ସେଇଟା ମୁଁ ଲିଗାଲି ପ୍ରୋସେସ୍ରେ କରୁଥିଲି, ଇଜିଲି କାମ।
ଇଏ ଗୋଟିଏ କାହାଣୀ ଏ ଭିତରକୁ ଆଣିଛି ଯିଏ ତାକୁ ମାମୁଁ ସଜେଇକି ଆଣିଛି, ଯେଉଁ ଡୁପ୍ଲିକେଟ୍ ଲୋକଟିକି, ଯେଉଁ ପୁରୁଷ ଲୋକଟିକି। ଏ ପୁରୁଷ ଲୋକ କିଏ, କ'ଣ ସମ୍ପର୍କ, କେଉଁଠି ଥିଲା, ଇଏ ସେ ଜାଗାକୁ ଯାଇଥିଲା, ଇଏ ମୋ ନମ୍ବରଟାକୁ ବାଣ୍ଟିଛି ଲୋକଙ୍କୁ। ଠିକ୍ ସେଇ ଝିଅର ଜୀବନଟାକୁ ବର୍ବାଦ କରିଥିଲା ତା ନମ୍ବର। ତାର ମଧ୍ୟ ରେକର୍ଡ଼ିଂ ଅଛି, ସେ ଯେଉଁ ନନ୍ ଓଡ଼ିଆ ଲୋକଟିର ରେକର୍ଡ଼ିଂ ଅଛି। ସେ ଲୋକ ତା ସ୍ୱାମୀ ସହିତ ଧମକ ଦେଇକିରି ସେ ରେକର୍ଡ଼ିଂ କରିକି ତାକୁ ପଠେଇଥିଲା, ଏ ଅଭଦ୍ର ମହିଳାକୁ। ଏ ମହିଳା ମୋତେ ପଠେଇଥିଲା, ସେ ରେକର୍ଡ଼ିଂ ଅଛି। ପୁରା ଏବେ ଖେଳର ମଜା ଆସିବ, ସମସ୍ତଙ୍କୁ ଏକାଠି କରେଇଦେବି। କରିଥିଲା ଏସବୁ କ'ଣ ୟା ଭିତରେ କରିଛି, କେମିତି ବ୍ଲାକମେଲିଂ କରିଛି, କେମିତି ସମସ୍ତଙ୍କ ଘରକୁ ଧୂଳି ସାତ୍ କରିଦେଇଛି, ସେଇଟା କହିବି। ମୁଁ କହିଥିଲି ଭାତ ପକେଇଲେ ହଜାରେ କାଉ, କିଛି ଅସୁବିଧା ନାହିଁ। ଠିକ୍ ସେଇଭଳି ଏ ମହିଳା, ଆପଣମାନେ ବୁଝିପାରୁଥିବେ ମୋ କହିବା ଅର୍ଥ କ'ଣ। ସରିଯାଉଛି କି ଭାଇ, ପଡ଼ିଛି, ଯିଏ ଆସୁଛି ଆସୁ, କିଛି ଅସୁବିଧା ନାହିଁ। ଫ୍ରି କଷ୍ଟ ସର୍ଭିସ୍, କିଛି ଅସୁବିଧା ନାହିଁ। ତେଣୁ ଏ ମହିଳାର ଶବ୍ଦ ଦେଖିବେ, ଏ ମହିଳାର ଭାଷା ଦେଖିବେ, ଏ ମହିଳାର ଚରିତ୍ର ଦେଖିବେ, ଏ ମହିଳାର କି କ'ଣ ସେ ଖାଉଛି ପିଉଛି ଦେଖିବେ, କ'ଣ ସେ କଥା କହିଛି ଦେଖିବେ, କେଉଁଠି ନମ୍ବର ବାଣ୍ଟିଥିଲା ଦେଖିବେ, କାହାକୁ ବାହାଘର କରିବ କହୁଛି, ଏ ଜିନିଷ ସେ କେଉଁଠି ତା ସାଇଡ୍ କଥା କହିନି। ଏଇ ଯେଉଁ ବ୍ଲାକମେଲିଂ କରେ, କେମିତି ଚ୍ୟାଲେଞ୍ଜ ସେ କରୁଛି, ସେଇଟା କେଉଁଠି ବି କହିନି। ଆମେ ସେ ମାମୁଁ ଜଣଙ୍କୁ ଭୁଲ ଦେଉନାହୁଁ। ସେ ମାମୁଁ ମୋତେ କୌଣସି ମିସବିହେଭ୍ କରି ନାହିଁ, ଗୋଟେ କ୍ୱେଶ୍ଚିନ୍ କରିଛି। ଆଉ କ୍ୱେଶ୍ଚିନ୍ଟା କାହିଁକି କରିଛି, ତାର କାରଣଟା ସେ କହିଛି ଯେ ମୋତେ ଏଇ ଲୋକ କହିଲା, ଏଇ ସ୍ତ୍ରୀ ଲୋକ ତାକୁ ବତେଇଛି ବୋଲି ସେ ସେଟାକୁ ବି କହିଦେଇଛି ତା ମୁଁ ନିଜ ମୁହଁରେ, ଯେ ସିଏ ମୋତେ ଏମିତି କହୁଛି। ମୁଁ ଗୋଟେ ସାଇଡ୍ କଥା ଶୁଣିଛି ଆଜ୍ଞା, ମୁଁ ଦି କଥା ଶୁଣିନି, ଆପଣ ମୋତେ ଖୋଲିକି କୁହନ୍ତୁ। ସେମ୍ ଜିନିଷଟା ଆଜି ଖୋଲିକି ତାକୁ ଦେଖେଇବା ଆଉ କହିବା ପାଇଁ ସେ ବର୍ତ୍ତମାନ ଲୁଚିଛି। ଠିକ୍ ଅଛି, ସେ ଆସିବ, ଆପେ ଅଟୋମେଟିକ୍ ଆସିବ। ତା ଫ୍ୟାମିଲି ଲୋକ ଅଛନ୍ତି, ତା ଫ୍ୟାମିଲିରୁ କେହି ଆସିନାହାନ୍ତି, ତା ଫ୍ୟାମିଲି ଲୋକଙ୍କୁ ଇଏ ଜଣେଇନି। କିନ୍ତୁ ଇଏ ଜଣେ ସାଙ୍ଗର ବାପାର ବାପାର ବାପା। ଆପଣ ଅଡ଼ିଓ ଶୁଣିବେ, ଏଇ ଜିନିଷଟା ସେ ମୋତେ କହିଛି। ତ ମୁଁ କେଉଁଠି ନା କେଉଁଠି ଟିକେ ଭାବିଥିଲି କି ନାହିଁ, ଗୋଟେ ବହୁତ ଲମ୍ବା ପ୍ରୋସେସ୍ ହେଇଯିବ, ହଇରାଣ ହେଇଯିବ, ଛାଡ଼। କିନ୍ତୁ ମୁଁ ଦେଖିଛି ଅଭଦ୍ର ମହିଳା, ମୁଁ ଦେଖିଛି ଖରାପ ଚରିତ୍ର ମହିଳା। ସେ ଡାକୁଛି କ'ଣ କାହାକୁ, ସଜଉଛି କ'ଣ କାହାକୁ, କରୁଛି କ'ଣ କାହାକୁ, ସେଇ ଜିନିଷଟା ପବ୍ଲିକ୍ ପ୍ଲେସ୍ରେ ମୁଁ ତା କାମ କରେ। ବର୍ତ୍ତମାନ ମୁଁ ଭାବୁଥିଲି ଲିଗାଲି ପ୍ରୋସେସ୍ରେ କାମଟା କରିଥାନ୍ତି, କାରଣ ମୁଁ ଆଉ କଥା, ମୋ ଆତ୍ମାକୁ ବି ଶାନ୍ତି ଲାଗିବ, ମୋ କଲିଜାକୁ ଶାନ୍ତି ଲାଗିବ, କାରଣ ମୋ ନିଜ ହାତରେ ମୁଁ ନିଜେ କରିବି। ସେମ୍ ଜିନିଷଟା ସେ ସେଇ ଜାଗାରେ ବି ଯଦି ଏଇ ପୁରୁଷ ଲୋକଟାକୁ ସେ ଏଇ ସବୁ ୱାର୍ଡ଼, ଏଇ ସବୁ ଭାଷା କହିପାରିଛି, ତାହେଲେ ସେ ଜାଗାରେ ସେ କ'ଣ କହିଛି। ସେ ସବୁ ଜିନିଷକୁ ମୁଁ ପୁରା କଠା କରୁଛି। ଗୋଟେ ୟା ଭିତରେ ବହୁତ ବଡ଼, ମୁଁ ବର୍ତ୍ତମାନ ଏବେ ଇଣ୍ଟରେଷ୍ଟିଂ ମୋ ପାଇଁ ଗୋଟେ ଆଉ ବଡ଼ ଚ୍ୟାଲେଞ୍ଜ ହେଇଗଲା। ତ ଏଇ ଯେଉଁ ଜିନିଷଟା, ଆକୁ ଆକ୍ଚୁଆଲି ପର୍ଦାଫାଶ କରିବା କଥା। ଇଏ କିଏ, ୟାକୁ ଚରା ଭୁଇଁ କ'ଣ, ଇଏ କ'ଣ ଖାଏ, କ'ଣ ପିଏ, କ'ଣ କରେ, ୟା ଭିତରେ ବହୁତ ରହସ୍ୟମୟ କଥା ଅଛି। ବହୁତ ଆଗରୁ ନେଇକି ବର୍ତ୍ତମାନ ଯାକେ ଇଏ ରିଲେସନ୍ କ'ଣ, ସମ୍ପର୍କ କ'ଣ, ଇଏ କ'ଣ ସବୁ ରିଆକ୍ସନ୍, ୟାର କ'ଣ ସବୁ ରିଆକ୍ଟ, ୟାର ବହୁତ ଜିନିଷ ଅଛି। ସବୁ ଜିନିଷ ମୁଁ ସିକ୍ରେଟ୍ ଖୋଲୁନି। ବର୍ତ୍ତମାନ ଆମେ ଗୋଟେ ପରାମର୍ଶ ନେଇକି ଆସିଲୁ, ଗୋଟେ ପରାମର୍ଶରେ ଆମକୁ ଆଉ ଗୋଟେ ଆଇଡ଼ିଆ ଦିଆହେଲା, ସେଇ ଆଇଡ଼ିଆରେ ବର୍ତ୍ତମାନ ଯିବି। ସେ ମାମୁଁ ଜଣଙ୍କୁ ଇଏ ଫସେଇଛି ଆକ୍ଚୁଆଲି, ତାକୁ କିଛି ପ୍ରଲୋଭନ ଦେଖିଛି, କିଛି ଲୋଭ ଦେଖିଛି। ଯେହେତୁ ସେ ଜଣେ ପୁରୁଷ ଲୋକ, ତାର କ'ଣ ଅଛି, କିନ୍ତୁ ତା ପରିବାର, ତା ଘର ପରିବାର ବୋଧେ ଏସବୁ ମ୍ୟାଟର୍ ଜାଣିନଥିବେ, ମହିଳା ସହିତ ତାର ରିଲେସନ୍ ଜାଣିନଥିବେ। ଏ ସ୍ତ୍ରୀ ଲୋକ ତାକୁ ଅଲଗା ଲୋଭ ଦେଖେଇକି କାବୁ କରିଛି, ଏ ପୁରୁଷ ଜଣକ ଫସିଛି। ତେଣୁ ଏ ପୁରୁଷ କହିଛି ଯେ ହଁ, ମୁଁ ଏକତରଫା ଶୁଣିଲି, ସେ ମୋତେ ଏମିତି ଏମିତି କହିଲା, ଏମିତି ଏମିତି। ତୁ କେମିତି ଜଣେ କୌଣସି ମହିଳାକୁ, ତୁ କେମିତି ଜଣେ, କ'ଣ ତୋ ପାଖରେ ପ୍ରୁଫ୍ ଅଛି, କ'ଣ ତୁ ଜାଣିଲୁ, ତୁ ଏ କଥା କହିଛୁ। ସିଏ କୋଉଠି ରହୁଛି, କ'ଣ କରୁଛି, ସିଏ ଆପେ ଉଠିକିରି ଆସିଯିବ। ଏଇ ଯେଉଁ ମହିଳା ଜଣକ କି ଗେମ୍ ଖେଳୁଛି, ଆଉ କି ଚକ୍ରବ୍ୟୁହରେ ସମସ୍ତଙ୍କ ଲାଇଫ୍ ବର୍ବାଦ କରିଛି, କେତେଟା ଘର ବର୍ବାଦ କରିଛି, କେତେଟା ସ୍ୱାମୀଠୁ ସ୍ତ୍ରୀ ଛଡ଼େଇଛି, କେତେଟା ପିଲାଙ୍କଠୁ ମା ଛଡ଼େଇଛି, କେମିତି କରିଛି, ମୋଠୁ କେତେ ଟଙ୍କା ସେ ନେଇଛି, କେମିତି ମୋତେ ମାଗି ମାଗି ନେଇଛି, କେମିତି ମୋତେ ବ୍ଲାକମେଲିଂ କରିଛି, କେମିତି ଅସୁବିଧା। ଏଇ ରିସେଣ୍ଟ ନମିତା ପଣ୍ଡା ଆକାଉଣ୍ଟକୁ କେତେ ଟଙ୍କା ସେ ମୋଠୁ ନେଇଛି ମାଗିକି, ରିଟର୍ଣ୍ଣ ଗୋଟେ ଟଙ୍କା କରିନି। ସେ କିଭଳି ଯୋଜନା କରିଛି, ସେ ଜିନିଷ ହବ। ଏବେ ଖେଳର ଗୋଟେ ଭିନ୍ନ ମଜା ଆସିବ। ଏବେ ମୁଁ ନିଜେ କରିବି, ଆଉ ମୋ ହାତରେ କରିବି। ଆଉ ଏଇଟା ହେଉଛି ଚ୍ୟାଲେଞ୍ଜ। ମୁଁ ଭାବିଥିଲି କାଲି ମୁଁ ତାକୁ ବହୁତ ସମୟ, ତାର ଯେତେବେଳେ ମୋତେ 5:30 ବେଳେ କଲ୍ କରିଥିଲା, ତା ବ୍ୟସ୍ତ ବିବ୍ରତ, ତା ବିଚଳିତ ଦେଖିକି ମୁଁ କୋଉଠି ନା କୋଉଠି ମାଇଣ୍ଡ ମେକଅପ୍ କରିଥିଲି, ନାଇଁ ଜିନିଷଟାକୁ ମୁଁ ବସିକି ସର୍ଟ ଆଉଟ୍ କରିଦେବି। ଭାବିଥିଲି ନାଇଁ, ହଇରାଣ ହେଇଯିବ ତା ଛୁଆମାନଙ୍କ ପାଇଁ, ମୁଁ ଏଇଟା ନିଷ୍ପତ୍ତି ନେଇଥିଲି। ଠିକ୍ ଅଛି, ଆମେ କେସ୍‌ଟେ ଦେଇଦେବୁ, ତା ହଜବେଣ୍ଡ ଆସିବ, ସେଇଠି ଗୋଟେ ବସିକି ସବୁ କଥା ଆଲୋଚନା ହେଇଯିବ। ଆମେ ଗୋଟେ ପର୍ସନାଲି ଆମେ ଆମ ଭିତରେ ଆମେ ଗୋଟେ କାମ କରିନେବୁ ବୋଲି ଭାବିଥିଲି। କାହାକୁ ଛାଡ଼, ଭୁଲ ତ କରିସାରିଲାଣି, ଏଇଟା ମୁଁ ଭାବିଥିଲି। କିନ୍ତୁ ସେ ମହିଳା
ପୁରୁଷମାନଙ୍କୁ ନମ୍ବର ବାଣ୍ଟିବା ଓ ନକଲି ନାଁ କହିବା, ମାମୁଁ ଭାଣିଜୀର ସମ୍ପର୍କ କହିବା, ପୁଣି ଭିନ୍ନ ଭିନ୍ନ କଥା, ମାମୁଁ ଭାଣିଜୀଙ୍କର ତାଳମେଳ ରହୁନି, ଭିନ୍ନ ଭିନ୍ନ ପରିବର୍ତ୍ତନ କଥା କହିବା, କିଛି ଅଲଗା କହିବା। ଯଦି ମାମୁଁ ଯଦି ନିଜ ମାମୁଁ କୋଉଠି ଥିଲା, ସେ ଯାଇଥିଲା ସେଦିନ ସେ କାହାଣୀରେ, ତୁ ଯୁଆଡ଼େ ଯାଇଥିଲୁ, ଯାହା କରିଥିଲୁ, ଯୋଉଠି ଯାହା କରିଥିଲୁ, ଯୋଉଠି ଯାହା ସମ୍ପର୍କ ରଖିଥିଲୁ, ତୋ ମାମୁଁ ଜାଣିଥିଲା। ନମ୍ବର 1 ପ୍ରଶ୍ନ, ସେ ଜାଣିନାହିଁ। ଯଦି କହିଲୁ ସବୁ କଥା କହିଛୁ କି, ଯଦି କହିନୁ ତାହେଲେ ସେ କାହିଁକି ମୋବାଇଲ ସୁଇଚ୍ ଅଫ୍ କରିଛି, ସାମ୍ନାକୁ କାହିଁକି ଆସୁନି, କାହିଁକି ସେ ଆସିକି କହୁଥିଲା କାଲି ପରା ସେ କିଛି ଏମିତି ଆଜି କାହିଁକି ସେ ଲୁଚିଛି। ବହୁତ ଜିନିଷ ଅଛି, ସେ ବାହାରିବ। ଆଉ ଏଇ ଯୋଉ ଲେଡ଼ିଜଟି ଏଠି ଆସିକିରି ଏଇ ଧନ୍ଦା କରୁଛି, ସ୍ୱାମୀଟିକି ଦୂରେଇକି ରଖିଛି, କାରଣ ଦୂରେଇକି ରଖିକି ଏଇସବୁ ନୀଳା କରୁଛି, ଏଇସବୁ ରହସ୍ୟ କରୁଛି। ତା ନାଁରେ ସବୁ କଣ କଣ ରହିଛି, କେତେ ଜଣଙ୍କ ନାଁ ରହିଛି, କୋଉଠିକି ଯାଇଛି, କଣ କରିଛି, କୋଉ ଜାଗାରେ ସିଏ ପଶୁଛି, କୋଉ ଜାଗାରୁ ସିଏ ବାହାରୁଛି, ସେ ଭିଜୁଆଲ ଅଛି। ସେ ଲୋକ ସେଇଠି ତାର କାମ କଣ, ଓ ସେଠିକି ଯାଇଥିଲା ମନ୍ଦିର ଦର୍ଶନ କରିବାକୁ। ସେ ଯୋଉ ଜାଗାରେ ପଶିକି ଯୋଉ ଜାଗାରୁ ବାହାରୁଛି, କେତେଥର ସେ ଜାଗାକୁ ଯାଇଛି, କୋଉ ଜାଗାରେ ରହିକି ଆସିଛି, କଣ କରିକି ଆସିଛି, ବହୁତ ଇଣ୍ଟରେଷ୍ଟିଂ କଥା ଅଛି। ବର୍ତ୍ତମାନ ୟା କଥା ମୁଁ ବୁଝୁଛି। ଆଉ ଯୋଉ ମାମୁଁକୁ ଧରିଛି, ମାମୁଁ ବର୍ତ୍ତମାନ ମୋବାଇଲ ସୁଇଚ୍ ଅଫ୍ କରିକି ଲୁଚିଛି। କୋଉ ହିସାବରେ, କୋଉ ଅଧିକାରରେ, କାହା ପରମିଶନରେ ତୁ ଏ ଶବ୍ଦ କହିଲୁ, ତୁ କିଛି ଦେଖିଛୁ, ତୁ କିଛି ଶୁଣିଛୁ, ତୁ କିଛି ଇଏ କରୁଛୁ, କିନ୍ତୁ ଆମ ମାମୁଁକୁ ଭୁଲ ଦଉନୁ। ମାମୁଁ ମତେ ଜମାରୁ ବି କୌଣସି ପ୍ରକାର ବ୍ଲେମ୍ କରିନି, କି ମତେ କୌଣସି ବଦନାମ କଲା ଭଳିଆ କଥା କହିନି, ଭଲସେ କଥା ହେଇଛି। ମତେ ଡାଉଟ୍ ଆସିଲା ବୋଲି ମୁଁ ଏ କଥାଟି ଧରିଲି। ଏ ମାମୁଁ କିଏ? ସିଏ ଲୋକଟିକି ଯୋଗାଡ଼ କରିଛି, କିଛି ଲୋଭ ଦେଖେଇଛି, କିଛି ତା ସାଙ୍ଗରେ ସେଭଳିଆ ରିଲେସନ୍। ନିହାତି ଯଦି ରିଲେସନ୍ ନ ରହିବ, ଏଇ ଜିନିଷ ଏଇ ଭିତରକୁ ସେ କେବେ ଆସିବନି। ପ୍ରଥମେ ଯଦି ତା ପରିବାର ଲୋକ ହେଇଥାନ୍ତା, ତା ରକ୍ତ ସମ୍ପର୍କ ହେଇଥାନ୍ତା, ପ୍ରଥମେ ଜିନିଷଟାକୁ ବସିଥାନ୍ତା, ମୋ ଘରକୁ ଯାଇଥାନ୍ତା, କିଛି ଜାଣିବାକୁ, କିଛି ପଚାରିବାକୁ, ଉଭୟ ଜିନିଷକୁ ସେ କହିଥାନ୍ତା, ଆସ ଆଜ୍ଞା ମୁଁ ତାର ମାମୁଁ କହୁଛି, ଆସ ଆମେ ବସିବା, ଗୋଟେ କଣ ହେଇଛି କଥାବାର୍ତ୍ତା କରିବା। ଆମେ ତା ମୁହଁରୁ ଏଇ ଶବ୍ଦ ଶୁଣି ନାହୁଁ, ଏଇଟା ଶୁଣିନୁ, ଆସ ଯାହା ହେଇଛି, ମୋର ପିଲା ଭାଣିଛି କି ଭଲ ମନ୍ଦ କି ଯାହା ଭୁଲୁଛି ଆଜ୍ଞା ଗୋଟେ ସର୍ଟ ଆଉଟ୍ କରିଦିଅନ୍ତୁ, ଆକୁ ଲୋକଲୋଚନକୁ ଆଣନ୍ତୁନି। ଏଇଟା ମାମୁଁ ନ୍ୟାୟ କରିଥାନ୍ତା, ଭଲ ଲୋକ ଯଦି ହେଇଥାନ୍ତା। ମାମୁଁ କୋଉ ଟାଇପର ପ୍ରଶ୍ନ ପଚାରୁଛି, କୋଉ ଟାଇପର କଣ କହିଛି, ମାମୁଁ କେମିତି ଚ୍ୟାଲେଞ୍ଜ କରୁଛି, କେମିତି କଣ କରୁଛି, କୋଉ ଲାଇନରେ ଭୁକୁଛି, ସେଇଟା ଇଣ୍ଟରେଷ୍ଟିଂ କଥା। ମାମୁଁ ତୁ ବାମ୍ଫ ବାହାର କରୁଛି, ତୁ ଯୋଉ ଡୁପ୍ଲିକେଟ ମାମୁଁ ସାଜିକି ଆସିନୁ କାଉ ହେଇକିରି, ତୁ କଣ ତାର, କୋଉଠିକି ଯାଉଛୁ, କୋଉଠି କଣ କରୁଛୁ, ତୁ ଖବର ନବୁ।